ଖରା ଦିନ ଆସିଲେ ଚିଲିକାର ନଳବଣରେ ନିଆଁ ଲଗାଇ ଦେଉଥିଲେ ଦୁର୍ବୃତ୍ତମାନେ। ନିଆଁ ଲଗାଇ ବିଭିନ୍ନ ପ୍ରକାର ମାଛ ଧରିବାରେ ସଫଳ ମଧ୍ୟ ହେଉଥିଲେ। ହେଲେ ପେଟ୍ରୋଲିଂ ଅଭାବରୁ ନିଆଁ ଲଗା ଘଟଣା ଦିନକୁ ଦିନ ଚିଲିକାରେ ବଢ଼ି ଚାଲିଥିଲା। ତେବେ ଏନେଇ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ବନ୍ୟପ୍ରାଣୀ ବିଭାଗ। ଚିଲିକାର ଟାଙ୍ଗୀ ଅଞ୍ଚଳରେ 24 ଘଣ୍ଟିଆ ପେଟ୍ରୋଲିଂ ଜାରି ରଖିଥିଲା ବନ୍ୟପ୍ରାଣୀ ବିଭାଗ। ପେଟ୍ରୋଲିଂ କରୁଥିବା ବେଳେ ମାଫିଆଙ୍କ ନିର୍ଦ୍ଦେଶରେ ଚିଲିକାର ନଳବଣରେ ନିଆଁ ଲଗାଉଥିବା ବେଳେ 3 ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ସୁଭଦ୍ରାପୁର ଘେରି ନିକଟରେ ନଳବଣରେ ନିଆଁ ଲଗାଇବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲାର ରାଜେଶ୍ୱରୀ 29 ବର୍ଷ ଘର ଆଳିପଡ଼ା, ଅନ୍ୟ 2 ଜଣ ହେଲେ ଆଳିପଡ଼ା ନିକଟସ୍ଥ ନୂଆଗାଁର ସହଦେବ ସାହୁ 34 ବର୍ଷ ଓ ଗୋଲକ ରାଉତ 65 ବର୍ଷ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ କିରୋସିନ ବୋତଲ, ଦିଆସିଲ ସହ କାଠ ଜବତ କରି ତଦନ୍ତ କରୁଛି ବନ୍ୟପ୍ରାଣୀ ବିଭାଗ। ଖୋର୍ଦ୍ଧା ଟାଙ୍ଗୀରୁ ଅଭିଜିତ ଦାସଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।